ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ ଯଦି ଆପଣମାନଙ୍କ ପାଖରେ ଜବ୍ କାର୍ଡ଼ ଅଛି ଏବଂ ଆପଣମାନେ ଜବ୍ କାର୍ଡ଼ରେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର କାମ କରୁଛନ୍ତି, ତାହେଲେ ବର୍ତ୍ତମାନ ସେଇ ଜବ୍ କାର୍ଡ଼କୁ ନେଇ ଗୋଟେ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଅପଡେଟ୍ ଆସିଛି। ପୂର୍ବରୁ ମହାତ୍ମା ଗାନ୍ଧୀ ନ୍ୟାସନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟେଡ୍ ସ୍କିମ୍ ବା ଯୋଉଟାକୁ ଆମେ ଏମ୍ଜି ଏନ୍ଆରଜିଏସ୍ ବୋଲି କହୁଥିଲେ, ସେଥିରେ ବିଭିନ୍ନ ପ୍ରକାର ସରକାରୀ କାମ କରି ପ୍ରତ୍ୟେକ ବର୍ଷ ଯାହାକି ଯୋଉମାନଙ୍କ ପାଖରେ ଜବ୍ କାର୍ଡ଼ ଥାଏ, ସେମାନଙ୍କୁ 120 ଦିନର ଯୋଉଟାକି କାମ ପ୍ରଦାନ କରାଯାଉଥିଲା। ଏବଂ ବର୍ତ୍ତମାନ ସରକାରଙ୍କ ତରଫରୁ ଏହି ଯେଉଁ ଏମ୍ଜି ଏନ୍ଆରଜିଏସ୍ ଥିଲା, এই ଏମ୍ଜି ଏନ୍ଆରଜିଏସ୍‌ର ନାମ ପରିବର୍ତ୍ତନ କରି ତାର ନାମ ବର୍ତ୍ତମାନ ନୂଆ ନାମ ଅନୁସାରେ ବିବି ରାମଜୀ ବୋଲି ଯାହାକି ସ୍କିମ୍ ଆରମ୍ଭ କରାଯାଇଛି। ଯେଉଁଥିରେ କେନ୍ଦ୍ର ସରକାରଙ୍କ ତରଫରୁ ବର୍ତ୍ତମାନ ଯେଉଁମାନଙ୍କ ପାଖରେ ଜବ୍ କାର୍ଡ଼ ଅଛି, ସେମାନଙ୍କୁ 125 ଦିନର ଯାହାକି ଗ୍ୟାରେଣ୍ଟେଡ୍ କାମ ଯାହାକି ସରକାରଙ୍କ ତରଫରୁ ମିଳିବ। ଏଣୁ ଏବଂ ଏନେଇ ଯାହାକି ବହୁତ ସାରା ସୁବିଧା ମଧ୍ୟ ଆଗକୁ ଆପଣମାନଙ୍କୁ ମିଳିବା ପାଇଁ ଯାଉଛି। ତେଣୁ ଯଦି ଆପଣମାନଙ୍କ ପାଖରେ ଜବ୍ କାର୍ଡ଼ ରହିଛି, ତାହେଲେ ଯେଉଁ ନୂଆ ସ୍କିମ୍ ଅନୁସାରେ ଆପଣମାନଙ୍କୁ କେତେ କାମ ମିଳିବ ଏବଂ ଏହା ସହିତ ଏଥିରେ କ'ଣ କ'ଣ ନୂଆ ନିୟମ ବର୍ତ୍ତମାନ ସରକାରଙ୍କ ତରଫରୁ କରାଯାଇଛି, ଆସନ୍ତୁ ସେ ବିଷୟରେ ଯେଉଁ ଅପଡେଟ୍‌ଟି ରହିଛି, ସେ ବିଷୟରେ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରିଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍‌ରେ ସେଟ୍ କରିଦେବେ। ତ ଆପଣମାନଙ୍କ ପାଖରେ ଯେଉଁ ଜବ୍ କାର୍ଡ଼ଟି ଅଛି ଏବଂ ସେଇ ଜବ୍ କାର୍ଡ଼ରେ ଆପଣମାନେ ଜାଣିଥିବେ ଗ୍ରାମାଞ୍ଚଳରେ ଯେଉଁମାନେ କାମ କରୁଛନ୍ତି କୁଶଳୀ କାରିଗର, ଅଣକୁଶଳୀ କାରିଗର, ସେମାନଙ୍କୁ ବିଭିନ୍ନ ପ୍ରକାର ସରକାରୀ କାମ ଯେମିତିକି ରାସ୍ତା କାମ ହଉ, ଆପଣମାନଙ୍କର କେନାଲ ଖୋଳିବା ହଉ ବା ଗଛ ଲଗା ଯେକୌଣସି ସରକାରୀ କାମ ହୋଇଥାଏ, ସେଇଟା ଆପଣମାନଙ୍କର ଏନ୍ଆରଜିଏସ୍ ଡିପାର୍ଟମେଣ୍ଟ ତରଫରୁ ପଞ୍ଚାୟତ ଲେବୁଲରେ ଏବଂ ବ୍ଲକ ଲେବୁଲରେ କାମ ଯେଉଁଗୁଡ଼ିକ ଥାଏ, ସେଗୁଡ଼ିକୁ ହେଇଥାଏ। ତେଣୁ ସେହି ହିସାବରେ ଯେଉଁ ଆପଣମାନଙ୍କର ପୂର୍ବରୁ ଏମ୍‌ଜି ଏନ୍ଆରଜିଏସ୍ ଥିଲା, ତାର ନାମକରଣ ବର୍ତ୍ତମାନ ସରକାରଙ୍କ ତରଫରୁ ପରିବର୍ତ୍ତନ କରାଯାଇଛି ଏବଂ ଆସନ୍ତା ଜୁଲାଇ 1 ତାରିଖ ଠାରୁ ସମସ୍ତ ଭାରତବର୍ଷର ସମସ୍ତ ରାଜ୍ୟରେ ଏହି ନିୟମ ଲାଗୁ ହେବା ପାଇଁ ଯାଉଛି। ଏନେଇ ଦେଖନ୍ତୁ ନୋଟିସ୍ ମଧ୍ୟ ଆସିଛି, ସେ ନୋଟିସ୍ ଜାଣିବା। ତା ସହିତ ଏଥିରେ ଆପଣମାନଙ୍କୁ କ'ଣ କ'ଣ ବେନିଫିଟ୍ ମିଳିବ, ସେ ବିଷୟରେ ମଧ୍ୟ ଡିଟେଲ୍ସ ଆଲୋଚନା କରିବା। ତ ଦେଖିପାରୁଥିବେ ଗେଜେଟେଡ୍ ଅଫ୍ ଇଣ୍ଡିଆ ତରଫରୁ ଆପଣମାନଙ୍କର ନୋଟିସଟି ଯାଇକି ପବ୍ଲିଶ କରାଯାଇଛି 11 ମେରେ, ଯେଉଁଥିରେ କି ମିନିଷ୍ଟ୍ରି ଅଫ୍ ରୁରାଲ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ତରଫରୁ ବର୍ତ୍ତମାନ ଯେଉଁ ନୂଆ ସ୍କିମ୍ ରହିଛି ଆପଣମାନେ ଦେଖନ୍ତୁ, ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଏଣ୍ଡ ଆଜୀବକ ମିଶନ ଯୋଉଟାକି ଆମେ ବିବିଜି ରାମଜୀ ବୋଲି କହୁଛୁ। ଏହି ଯେଉଁ ଯୋଜନାଟି ବର୍ତ୍ତମାନ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ତରଫରୁ 1 ଜୁଲାଇ 2026 ଠାରୁ ଯେଉଁଟାକି କାମ କରିବା ପାଇଁ ଯାଉଛି। ତେଣୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବର୍ତ୍ତମାନ ଏମ୍‌ଜି ଏନ୍ଆରଜିଏସ୍‌ର ଯେଉଁ କାମଗୁଡ଼ିକ ହେଉଥିଲା, ସେହି କାମଗୁଡ଼ିକ ବର୍ତ୍ତମାନ ଭିବିଜି ରାମଜୀ ଯୋଉଟାକି ଆପଣମାନଙ୍କର ନୂଆ ରୋଜଗାର ମିଶନ ହିସାବରେ ସରକାର ଆପଣମାନଙ୍କୁ କାମ ଦେବେ। ତେଣୁ ଏଥିର ଯେଉଁ ଡିଟେଲ୍ସ ରହିଛି ବା ଆପଣମାନେ ଭାବୁଥିବେ ଯେ ଆମର ତ ପୂର୍ବରୁ ଜବ୍ କାର୍ଡ଼ ଥିଲା, ଜବ୍ କାର୍ଡ଼ରେ ଯେଉଁ ଆମକୁ କାମ ମିଳୁଥିଲା, ବର୍ତ୍ତମାନ ଏଥିରେ ଆଉ ଏକ୍ସଟ୍ରା କ'ଣ କାମ ମିଳିବ? ତ ଦେଖନ୍ତୁ ଯୋଉଟାକି ଆମର ବିଭି ରାମଜୀ ଯୋଉଟାକି ଆମର ରହିଛି ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଏଣ୍ଡ ଆଜୀବିକ ମିଶନ, ଯେଉଁଥିରେ ଗ୍ରାମର ବିକାଶ ଏବଂ ପ୍ରତି ଘରକୁ ନିଶ୍ଚିତ କାମ ଦେବା ପାଇଁ ସରକାର ଯାହାକି ଏହି ପଦକ୍ଷେପ ନେଇଛନ୍ତି। ପୂର୍ବରୁ ଯୋଉଟାକି ଏମ୍‌ଜି ଏନ୍ଆରଜିଏସ୍‌ରେ ଆପଣମାନଙ୍କୁ ଗୋଟିଏ ବର୍ଷରେ 100 ଦିନ କାମ ଦିଆଯାଉଥିଲା, ତାକୁ ବର୍ତ୍ତମାନ ପରିବର୍ତ୍ତନ କରି ସରକାର ତାକୁ 125 ଦିନ ଗ୍ୟାରେଣ୍ଟି କାମ ଆପଣମାନଙ୍କୁ ଦେବେ। ଏହା ସହିତ ଯେଉଁମାନେ ଏଥିରେ ଯୋଡ଼ି ହେବେ, ପ୍ରତି ଘରକୁ ବାର୍ଷିକ 125 ଦିନର କାମ ଦିଆଯିବ। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମିଶି ଆପଣମାନଙ୍କୁ ଯାଇକି ଟଙ୍କା ଦେବ ଏବଂ ଟଙ୍କା ଆପଣମାନେ ନିୟମିତ ଭାବରେ ପାଇବେ। ଏଥିରେ କୋଉ କୋଉ କାମ ହବ? ଗ୍ରାମରେ ଯୋଉଟାକି ରାସ୍ତା କାମ ହଉ, ପୋଖରୀ ଖୋଳନ, ଜଳ ସଂରକ୍ଷଣ, ଗଛ ଲଗେଇବା, ସାମୂହିକ ସମ୍ପତ୍ତି ନିର୍ମାଣ ଭଳି ଉନ୍ନୟନ ଗୁଡ଼ିକ କାମ ଏହି ଯୋଜନା ମାଧ୍ୟମରେ ଆପଣମାନେ କରିବା ପାଇଁ ପାଇବେ। ଏବଂ ଏଥିରେ ଯେଉଁ ଯୋଜନାରେ ଆପଣମାନଙ୍କର କାମ ହବ, ସବୁକିଛି ଟଙ୍କା ଆପଣମାନଙ୍କର ଡିବିଟି ମୋଡ୍‌ରେ ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ। ଯଦି ଆପଣମାନଙ୍କ ପାଖରେ ପୁରୁଣା ଏମ୍‌ଜି ଏନ୍ଆରଜିଏସ୍‌ର ଜବ୍ କାର୍ଡ଼ ଅଛି ଏବଂ ତାର ଇକେୱାଇସି କରି ବର୍ତ୍ତମାନ ଆପଣମାନେ ତାକୁ କଣ୍ଟିନ୍ୟୁ ରଖିଛନ୍ତି, ତାହେଲେ ଯାଇ ଏଥିରେ ଆପଣମାନଙ୍କୁ ସୁଯୋଗ ମିଳିବ। ଏବଂ ଏଥିରେ ଆଉ ଗୋଟିଏ ମଧ୍ୟ ବିଶେଷ ଯୋଉଟା ବେନିଫିଟ୍ ରହିବ ଯେ ଏଥିରେ ଆପଣମାନଙ୍କର ଫେସ୍ ସ୍କାନ୍ ହବ। ଯେତେବେଳେ ଯୋଉମାନଙ୍କ ପାଖରେ ଜବ୍ କାର୍ଡ଼ ରହିଛି ବା ୱାର୍କର ମାନେ ଯେତେବେଳେ ଫିଲ୍ଡରେ ଯାଇ କାମ କରିବେ, ପ୍ରତ୍ୟେକ ଦିନ ଆପଣମାନଙ୍କୁ ସେଠି ଲଗ୍ଇନ୍ କରିଯିବେ। ଯେଉଁ ଯେଉଁ ଅଥରିଟି ରହିବେ, ତାଙ୍କ ଦ୍ୱାରା ଆପଣମାନଙ୍କର ଯୋଉଟାକି କାମ କରାଯିବ। ତେଣୁ ଏଥିରେ ଯେଉଁ ଲାଭ ଆପଣମାନଙ୍କୁ ମିଳିବ, କେମିତି ମିଳିବ ଦେଖନ୍ତୁ, ନା ନିଜର ପଞ୍ଚାୟତର ବା ଆପଣମାନଙ୍କର ଯେଉଁ ଜବ୍ କାର୍ଡ଼ଧାରୀ ଅଛନ୍ତି, ସେମାନେ ଆପଣମାନଙ୍କର ପ୍ରତ୍ୟେକ ଆବେଦନକାରୀ ବା ଯେଉଁମାନଙ୍କ ପାଖରେ ଜବ୍ କାର୍ଡ଼ ଅଛି, ସେମାନେ କାମ ଯାହାକି ଆପଣଙ୍କ ପଞ୍ଚାୟତରେ ଯେତେବେଳେ କାମ ହଉଛି, ସେ ସମୟରେ ଆପଣମାନେ କାମ କରିବା ପାଇଁ ଯିବେ।
କାମ ପାଇବେ, ତା ସହିତ କାମ କରିବେ ଏବଂ ଆପଣଙ୍କର ଉପସ୍ଥିତି ଯୋଉଟାକି ରେକର୍ଡ ହବ। ପୂର୍ବରୁ କଣ ହଉଥିଲା ନା ବିଭିନ୍ନ ପ୍ରକାର ଜବ୍ କାର୍ଡରେ ଯାଇକି ଏମ୍‌ଜିଏନ୍‌ଆର୍‌ଜିଏସ୍‌ରେ ବହୁତ ସାରା ଫ୍ରଡ୍ ହଉଥିଲା। ଯେ ବିଭିନ୍ନ ସମୟରେ ଲୋକମାନେ କାମକୁ ଯାଉନଥିଲେ। କିନ୍ତୁ ଯୋଉ ସରକାରୀ କର୍ମଚାରୀମାନେ ରହିଥିଲେ, ସେମାନେ ଅନ୍ୟ ଲୋକଙ୍କ ଖାତାରେ ଯାଇକି ପଇସା ପକେଇ ପଇସା ମଧ୍ୟ ହେରଫେର କରୁଥିଲେ। କିନ୍ତୁ ବର୍ତ୍ତମାନ ସେଇ ଅପସନଟି ବର୍ତ୍ତମାନ ଏହି ସ୍କିମ୍ ମଧ୍ୟରେ ବଦଳେଇ ଦିଆଯିବ। ସବୁବେଳେ ଆପଣମାନଙ୍କର କାମ ସାଇଟରେ ଫେସ୍ ସ୍କାନ୍ କରାଯିବ ଏବଂ ଆପଣମାନଙ୍କର ଠିକ୍ ସମୟରେ ମଜୁରୀ ଡିବିଟି ମୋଡ୍‌ରେ ଆପଣମାନଙ୍କ ଆକାଉଣ୍ଟକୁ ପଠାଯିବ। ତେଣୁ ଯେଉଁଟାକି ସରକାରଙ୍କ ତରଫରୁ ଏହି ପଦକ୍ଷେପ ନିଆଯାଇଛି ଏବଂ ପ୍ରତ୍ୟେକ ଜିଲ୍ଲା ଏବଂ ରାଜ୍ୟରେ ଏହି କାମ ଯାହାକି ଖୁବ୍ ଜଲ୍ଦି ଅର୍ଥାତ୍ ଜୁଲାଇ 1 ତାରିଖ ଠାରୁ ଲାଗୁ ହେବା ପାଇଁ ଯାଉଛି। ତ ଯଦି ଆପଣମାନଙ୍କ ପାଖରେ ଜବ୍ କାର୍ଡ ନାହିଁ ବା ଯଦି ଆପଣମାନଙ୍କର ଜବ୍ କାର୍ଡରେ କାମ ଆପଣମାନେ ପୂର୍ବରୁ କରୁଥିଲେ ବର୍ତ୍ତମାନ ତାକୁ ବନ୍ଦ କରିଦେଇଛନ୍ତି, ନିହାତି ଆପଣମାନଙ୍କର ଯେଉଁ ଜିଆର୍‌ଏସ୍ ରହିଛନ୍ତି ପଞ୍ଚାୟତରେ ତାଙ୍କ ସହିତ ଯୋଗାଯୋଗ କରି ଏ ବିଷୟରେ ଡିଟେଲ୍ସ ଜାଣନ୍ତୁ ଏବଂ ଜବ୍ କାର୍ଡରେ ଇକେୱାଇସି କମ୍ପ୍ଲିଟ୍ କରିବା ସହିତ ଆପଣମାନେ ଯଦି ନୂଆ ଜବ୍ କାର୍ଡ ମଧ୍ୟ ବନେଇବା ପାଇଁ ଚାହୁଁଛନ୍ତି ବନେଇ ଦିଅନ୍ତୁ ଏବଂ ଆପଣମାନଙ୍କୁ ଗ୍ୟାରେଣ୍ଟିଡ୍ ପ୍ରତ୍ୟେକ ବର୍ଷ 125 ଦିନର କାମ ବର୍ତ୍ତମାନ ସରକାର ଏହି ଯୋଜନା ମାଧ୍ୟମରେ ଦବା ପାଇଁ ଯାଉଛନ୍ତି।